100-200 ଟଙ୍କିଆ ନୋଟକୁ ନେଇ ବଡ଼ ଖବର। ଘରେ ଜମା କରିବା ଆରମ୍ଭ କଲେଣି ଲୋକେ। ଜାଣନ୍ତୁ କ'ଣ ରହିଛି କାରଣ? ନିକଟ ଦିନଗୁଡ଼ିକରେ 100 ଏବଂ 200 ଟଙ୍କିଆ ନୋଟକୁ ନେଇ ଏକ ନୂଆ ଧାରା ଦେଖିବାକୁ ମିଳିଛି। ଲୋକମାନେ ପୂର୍ବ ଅପେକ୍ଷା ନିଜ ଘରେ ଅଧିକ ନଗଦ ଟଙ୍କା ରଖିବାକୁ ଆରମ୍ଭ କରିଛନ୍ତି। ଏଠାରେ ଆମେ 500 କିମ୍ବା 2000 ଟଙ୍କିଆ ନୋଟ ବିଷୟରେ କହୁନାହୁଁ। ଦେଖିବାକୁ ମିଳୁଛି 100, 200 ଭଳି ଛୋଟ ନୋଟର ଚାହିଦା ବଢ଼ିଯାଇଛି। ଏହାର ଅର୍ଥ ଏହା ନୁହେଁ ଯେ ବଜାରରେ ନୋଟର କାରବାର କୌଣସି ଅଭାବ ଅଛି। ବରଂ ଅନେକ ଲୋକ ସତର୍କତାମୂଳକ ପଦକ୍ଷେପ ଭାବରେ ନିଜ ପାଖରେ ଅଧିକ ନଗଦ ଟଙ୍କା ରଖିବାକୁ ପସନ୍ଦ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଲୋକମାନେ ସତର୍କତା ଭାବରେ ନିଜ ପାଖରେ ନଗଦ ଟଙ୍କା ରଖିବାକୁ ଆରମ୍ଭ କରିଛନ୍ତି। ଏଭଳି ସମୟରେ ଅନେକ ଲୋକ ଡିଜିଟାଲ ପେମେଣ୍ଟ ସହିତ କିଛି ନଗଦ ଟଙ୍କା ମଧ୍ୟ ଘରେ ରଖିବାକୁ ପସନ୍ଦ ମନେ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ ଯେତେବେଳେ ଦୁନିଆରେ ଆର୍ଥିକ କିମ୍ବା ଭୂ-ରାଜସ୍ୱ ରାଜନୈତିକ ଅନିଶ୍ଚିତତା ବଢ଼ିଥାଏ, ସେତେବେଳେ ଲୋକମାନେ ନିଜର ଆବଶ୍ୟକତା ପାଇଁ ଆଗୁଆ ନଗଦ ଟଙ୍କା ରଖିବାକୁ ଆରମ୍ଭ କରିଦିଅନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଦେଶରେ ଲୋକଙ୍କ ପାଖରେ ଥିବା ନଗଦ ଅର୍ଥ କ୍ୟାଶ୍ ବୃଦ୍ଧି ଗତି କୋଭିଡ୍-19 ମହାମାରୀ ପରେ ସବୁଠାରୁ ଦ୍ରୁତ ରହିଛି। ଏଥିରୁ ଜଣାପଡ଼ୁଛି ଯେ ସତର୍କତାମୂଳକ ପଦକ୍ଷେପ ଭାବେ ନଗଦ ଟଙ୍କା ପାଖରେ ରଖିବାକୁ ପ୍ରବୃତ୍ତି ପୁଣି ଥରେ ବଢ଼ିବାରେ ଲାଗିଛି। ତେବେ ଏହାର ଅର୍ଥ ଏହା ଆଦୌ ନୁହେଁ ଯେ ବ୍ୟାଙ୍କିଂ ବ୍ୟବସ୍ଥା କିମ୍ବା ଡିଜିଟାଲ ପେମେଣ୍ଟ ଉପରୁ ଲୋକଙ୍କର ଭରସା କମିଯାଇଛି। ୟୁପିଆଇ ଏବଂ ଡିଜିଟାଲ କାରବାର କ୍ରମାଗତ ଭାବେ ବୃଦ୍ଧି ପାଉଛି, କିନ୍ତୁ ଏହା ସହିତ ଲୋକ କିଛି ନଗଦ ଟଙ୍କା ମଧ୍ୟ ନିଜ ପାଖରେ ରଖିବାକୁ ପସନ୍ଦ କରୁଛନ୍ତି। ଏହି ପ୍ରଶ୍ନର ସିଧାସଳଖ ଉତ୍ତର ହେଉଛି ନା। ବର୍ତ୍ତମାନ ସୁଦ୍ଧା 100 ଏବଂ 200 ଟଙ୍କିଆ ନୋଟର କୌଣସି ଆଧିକାରିକ ଅଫିସିଆଲ ଭାବରେ ଏହାର ଅଭାବ କିମ୍ବା କଥା କୁହାଯାଇ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କିଂ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ପରିମାଣରେ କରେନ୍ସି ମୁଦ୍ରା ରହିଛି। ଏହି ବଢୁଥିବା ଚାହିଦାର କାରଣ କେବଳ ସତର୍କତାମୂଳକ ପଦକ୍ଷେପ ଭାବରେ ଲୋକଙ୍କର ନଗଦ ଟଙ୍କା ଗଚ୍ଛିତ ରଖିବାର ଅଭ୍ୟାସ ବୋଲି ମାନିବାକୁ ହେବ।